ଗୋଟା ବେଳେ ଖାଇବା ଟାଇମ୍ ଥାଏ। ମୁଁ କିନ୍ତୁ ସେଦିନ ଗଲି ନାହିଁ ଖାଇବା। ବହୁତ କାନ୍ଦିଲି ସେଦିନ, ବହୁତ କାନ୍ଦିଲି। ହ୍ୟାଲୋ, ହାଇ, ନମସ୍କାର, ଜୟ ଜଗନ୍ନାଥ। କିଉଟି କହିବି ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ମୁଁ ବି ବହୁତ ଭଲରେ ଅଛି, ଖୁସିରେ ଅଛି। ଯାହା ହଉ ଆପଣମାନେ ମତେ ଏତେ ସାରା ଭଲ ପାଇବା ଦଉଛନ୍ତି, ଆଉ ମୋ ଭିଡିଓକୁ ଦେଖୁଛନ୍ତି, ଆଉ ମତେ ବହୁତ ସାରା ସପୋର୍ଟ କରୁଛନ୍ତି। ସେଥିଲାଗି ଆପଣମାନଙ୍କୁ ମତେ ବହୁତ ବହୁତ ଧନ୍ୟବାଦ। ଆଉ ମୁଁ କେବେ ବି ଭାବିନଥିଲି ଆପଣମାନେ ମତେ ଏତେ ସାରା ଭଲ ପାଇବା ଦେବେ। ଆଉ ମୁଁ ତ ବହୁତ ଖୁସି ଅଛି ଏତେ ସାରା ଭଲ ପାଇବା ପାଇକି। ଆଉ ଟିକେ ଖାଲି ଦୁଃଖ ଅଛି, ଆପଣମାନେ ଯଦି ମୋ ୟୁଟ୍ୟୁବ ଚ୍ୟାନେଲକୁ ବି ସେମିତି ସପୋର୍ଟ କରିବେ ନା, ମତେ ଆହୁରି ଖୁସି ଲାଗିବ। ମୁଁ ଆଶା କରୁଛି ଆପଣମାନେ ମୋ ୟୁଟ୍ୟୁବ ଚ୍ୟାନେଲକୁ ବି ସପୋର୍ଟ କରନ୍ତୁ, ମୁଁ ଆହୁରି ଖୁସି ହେବି। ଆଉ କିଛି ସାଙ୍ଗମାନେ ମତେ ପଚାରୁଛନ୍ତି, ଆଉ କବି ତମେ କି କାମ କରୁଛ? ମୁଁ ଆପଣମାନଙ୍କୁ କି କାମ କରୁଛି ମୁଁ ଜଣେଇବି। ମୁଁ ଯେତେବେଳେ ଘରୁ ଫାଷ୍ଟ ଆସିଥିଲି ବେଙ୍ଗଲୋରରେ ମୁଁ କାମ କରୁଥିଲି, ଟେଲରିଂରେ କାମ କରୁଥିଲି। ଆଉ କୁହନା, ଟେଲରିଂରେ ଏତେ କଷ୍ଟ, ଯୋଉଟା କି କେବଳ ମୁଁ ଜାଣିଛି କେତେ କଷ୍ଟ। ଆଉ ମୁଁ ଯେତେବେଳେ ଫାଷ୍ଟ ଆସିଥିଲି, ମୁଁ ଟେଲରିଂ ଜାଣିନଥିଲି। ଆଉ ଟେଲରିଂରେ ମୁଁ କମ୍ପାନୀରେ ଜଏନିଂ ହେଇଯାଇଥିଲି ଟେଲରିଂରେ। ଆଉ ମତେ ତ ଜଣା ନଥିଲା, ଆମର ଜଣେ ଓଡିଆ ସୁପରଭାଇଜର ସେ କମ୍ପାନୀରେ କାମ କରୁଥିଲେ। ମୁଁ ଯେତେବେଳେ ଆସିନି ଜଏନିଂ ହେବା ପାଇଁ, ସେ କହିଲେ କି କାମ କରିବ? ମୁଁ ସେଇଠୁ କହିଲି, ମତେ ଆଗେ ପଚାରିଲେ ତମେ ଟେଲରିଂ ଜାଣିଛ? ମୁଁ କହିଲି ନା ନା, ମୁଁ ଟେଲରିଂ ଜାଣିନି, ମୁଁ ଟ୍ରେନିଂ ନେଇକି ଟେଲରିଂ କରିବି। ସେ କିନ୍ତୁ ମନା କଲେ, କହିଲେ ନା ନା, ଏଠି ଫାଷ୍ଟ କେବଳ ଟେଲର ବାଲା ହିଁ କାମ କରୁଛନ୍ତି, ଟ୍ରେନିଂ ଏଠି ଦିଆ ହବ। ପରେ ମୁଁ କହିଲି ଆଉ କିଛି କାମ ଯଦି ଥିବ, ସେ କହିଲା ହେଲ୍ପର କରିବ। ହେଲ୍ପର ପେମେଣ୍ଟ କିନ୍ତୁ କମ ଥାଏ। ସେ ମନା କଲେ, କହିଲେ ତମେ ହେଲ୍ପର ଯଦି କାମ କରିବ, ଏତେ କମ ପଇସା ପେମେଣ୍ଟ ତମକୁ ମିଳିବ। ଆଉ ଯଦି ଟେଲରିଂ ରେ କାମ କରିବ, ତାହେଲେ ଅଧିକ ପଇସା ମିଳିବ। ତାପରେ ସେ କହିଲେ ତୁ ଟେଲରିଂ ରେ ଜଏନିଂ ହେଇଛି, ତାପରେ ଶିଖିଯିବୁ ଆଉ କିଛି ଆମେ ହେଲ୍ପ କରିମୁ ଆଉ। ତାପରେ ମୁଁ ଟେଲରିଂ ରେ ଜଏନିଂ କରିଦେଲେ ମୁଁ ଟେଲରିଂ ରେ ଜଏନିଂ ହେଇଗଲି। ମୁଁ ତାର ଦିନ କମ୍ପାନୀ ଆସିଲି କାମ କରିବା ପାଇଁ। ମତେ ତ ଜଣା ନାହିଁ। ଆଉ ଯିଏ ମତେ ଜଏନିଂ କରେଇଥିଲେ ଟେଲରିଂ ରେ, ସିଏ ତ ସୁପରଭାଇଜର। ଆଉ ସିଏ ତ ସେଇ ଏତେ ବଡ କମ୍ପାନୀ, କଣ ସେଇ ଗୋଟିଏ ଜାଗାରେ ହିଁ ରହିବେ କି? ସିଏ ତ ସେଠି ରହିବେନି, ସିଏ ଅଲଗା ଅଲଗା ସେକ୍ସନରେ ରହିବେ। ତାପରେ ମୁଁ କମ୍ପାନୀ ଭିତରୁ ପଶିକି ଟେଲର ଇଏରେ ବସିଲି ମେସିନରେ। ମୁଁ ଯେତେବେଳେ ପଶିଗଲି, ବାପରେ ଏତେ ସାରା ଲୋକ, ମତେ ପୁରା ମୁଁ ପୁରା ନର୍ଭସ ହେଇଗଲି, ଏତେ ସାରା ଲୋକ ମୁଁ ଦେଖିଲି। ତାପରେ ମୁଁ ମେସିନରେ ବସିଲି। ଆଉ ମତେ ତ ଟେଲର ଜଣା ନାହିଁ ମେସିନ ଚଲେଇବା। ବହୁତ ଓଡିଆ ଲୋକ ସେଠି ବି କାମ କରୁଥିଲେ। ଯେତେବେଳେ ମତେ ସୁପରଭାଇଜର ମାନେ, ଅଲଗା ସୁପରଭାଇଜର ମାନେ ମତେ ପିସ୍ ଦେଲେ ମାରିବା ପାଇଁ, ଦେଇକି ଗଲେ ମତେ ଏଇଟା ମାରିବି ବୋଲି। ମୁଁ ତ ମତେ ଜଣା ନାହିଁ, ମତେ ମେସିନ କେମିତି ଅନ୍ କରାଯାଏ ବି ଜଣା ନଥିଲା। ତାପରେ ମୋ ଆଗର ଜଣେ ଓଡିଆ ଭାଇ ଜଣେ ଚଲଉଥିଲେ, ତାଙ୍କୁ ମୁଁ ପଚାରିଲି ଭାଇ ଆଉ ମେସିନ କେମିତି ଅନ୍ କରାଯାଏ? ସେ କିନ୍ତୁ ବହୁତ ହସିଲେ, କହିଲେ ମେସିନ କେମିତି ଅନ୍ କରାଯାଏ ତମକୁ ଜଣା ନାହିଁ? ମୁଁ ନା ନା, ତ ଯଦି ଜଣା ନାହିଁ ଦେନ୍ ଟେଲରିଂ ଜଏନିଂ ହେଇଛ। ହଁ, ସବୁ କଥା କହିଲି ଏଇଭଳିଆ ସେଇଭଳିଆ ଆଉ। ସେ କହିଲେ ଠିକ ଅଛି ଆଉ। ତାପରେ ସେ ମତେ କିନ୍ତୁ ବହୁତ ହେଲ୍ପ କରିଛନ୍ତି। ମୋ ମେସିନ ଅନ୍ କରିଦେଲେ। ତାପରେ ଗୋଟେ ୱେଷ୍ଟ କପଡା ଆଣି ମତେ କହିଲେ ତୁ ପିସ୍ ଟା ଆଗେ ଟିକେ ମାରେ। ତାପରେ ଏମିତି ଧୀରେ ଧୀରେ ମାରିବୁ, ଏମିତି କରିବୁ, ସବୁ କଥା ମତେ ଶିଖେଇଲେ। ତାପରେ ମୁଁ ଧୀରେ ଧୀରେ ତାପରେ ଟେଲର ଶିଖିଗଲି। ସେଇଠି ଆସ୍ତେ ଆସ୍ତେ ବି ପିସ୍ ମାରିଲେ। କିଛି ଦିନ ଗଲା, ମୁଁ ଧୀରେ ଧୀରେ ତ ମେସିନ ଚଲେଇବି, ମତେ ଏତେ ଜଣା ନାହିଁ, ସେଠି ମତେ ଜଣା ନାହିଁ। ତାପରେ ଦିନେ କଣ ହେଲା, ମୁଁ ତ ଧୀରେ ଧୀରେ ପିସ୍ ଦିଏ ନା, ମତେ କିନ୍ତୁ ପିଛ ପଟେ ଲୋକମାନେ ମାନେ ଲାଇନ ବାଇ ଲାଇନ ସମସ୍ତେ ରହିଥିବେ। ମୁଁ ଧର ଟିକେ ପିସ୍ ମାରିକି ଦେବି, ସିଏ ଆଗକୁ ଯିବ, ସିଏ ଟିକେ ପିସ୍ ମାରିକି, ତାପରେ କମ୍ପ୍ଲିଟ ହୁଏ ପିସ୍ ଟା, ଡ୍ରେସ ରେଡି ହବ। ତାପରେ ମୋ ପିଛା ପଟୁ ଯୋଉ ଲୋକ ପିସ୍ ଦିଅନ୍ତି, ମୋ ଷ୍ଟକ୍ ହେଇଯାଏ, କିନ୍ତୁ ମୁଁ ଆଗକୁ ଦେଇପାରେ ନାହିଁ ପିସ୍ ଟା। ମୋର ଷ୍ଟକ୍ ହେଇଗଲା ପିସ୍। ସୁପରଭାଇଜର ଆଇଲା, ଅଲଗା ସୁପରଭାଇଜର ନା, ସିଏ ଆସିଲେ ମତେ ବହୁତ ଗାଳି ଦେଲେ। ସେଠି କାନାଡା ଭାଷା ଥିଲେ। ସେ ମତେ କଣ କହି ଗାଳି ଦେଲେ। ସେ କି କହିଲେ ପିସ୍ ଦେଇପାରୁନୁ, ମୁଁ ସେଠି କଣ କହିଲା ମୁଁ ତ ବୁଝିପାଇଲିନି, କିନ୍ତୁ ବହୁତ ଗାଳି ଦେଲେ, ବହୁତ ଚିଲେଇଲେ। ତାପରେ ସେ ଯାଇସାରିଲାକୁ ମୁଁ ବହୁତ କାନ୍ଦିଲି। ଆଉ ଗୋଟେ ଦିନ ବି ମୁଁ ଗଲି ନାଇଁ ଖାଇବା ପାଇଁ ଗୋଟା ବେଳେ। ସେଠି ଆମର ଗୋଟା ବେଳେ ଖାଇବା ଟାଇମ ଥାଏ। ମୁଁ କିନ୍ତୁ ସେଦିନ ଗଲି ନାହିଁ ଖାଇବା। ବହୁତ କାନ୍ଦିଲି ସେଦିନ, ବହୁତ କାନ୍ଦିଲି।
तापर हमर गोटे ओडिया इंचार्ज से थिला से मते देखिला समस्ते खाया पई पळै जंती मु बस सेई मेसिन रे बसिकी माने मोर जतिके पीस स्टॉक हो जाई छी से पीस के मारुची धीरे धीरे तापर मते आसी पचारला ओडिया इंचार्ज मते आसी पचारला तोर कोन हेछि तू खाइते गलुनी मु कहनी एई बेला सला पीस मारि पाने सब कथा कहि दे सेठी कहला हौ तू कांदेनी तू चा खाइके आसिबु ମୁଁ ନା ନା ମୁଁ ଖାଇବିନି ମୁଁ ଯଦି ଖାଇକି ଯିବି ଏ ପିଇସି ମୁଁ କେତେବେଳେ ମାରିକି ସାଣିବି ଯେ ଆଗକୁ ଦେବି ଆଉ ସେମାନେ ମାରିବେ ସୁପରଭାଇଜର ମତେ ଗାଳି କରୁଛନ୍ତି ଆଉ ମୁଁ ତ ଶିଖିନି କି ଜାଣିନି ଆସିକି ଜଏନିଂ ହେଇଯାଇଛି ଟେଲରିଂ ରେ ସେ ସେଠୁ କହିଲେ ଆଉ ତୁ ଯା ଖାଇବି ଯା ଟେନସନ ନେନି ତୁ ଯା ଖାଇକି ଆସିବୁ ମୁଁ ତ ଗଲିନି ଖାଇଦେ ବହୁତ କଥା କହି ବୁଝେଇଲେ ତାପରେ ବେଲ ବାଜିଲା ସବୁ ଲୋକ ଖାଇକି ଆସିଲେ ମତେ ସେଦିନ ଗଲିନି ଖାଇଦେ ବେଲ ବାଜି ସାରିଲାକୁ ତାପରେ ଆସିଲେ ସମସ୍ତେ ପୁରା ସୁପରଭାଇଜର ଆଇଲା ମତେ ପୁଣି କହିଲା ତୁ କଣ ପାଇଁ ପିସ୍ ଦେଇନି ସେଇଟାରେ ଇନଚାର୍ଜ ଚାଲି ଆସିଲା ସେ ଓଡିଆ ଇନଚାର୍ଜ ସେ ଚାଲି ଆସିକି ତାପରେ ସୁପରଭାଇଜର କହିଲା ସେଇଭଳିଆ ସବୁ କଥା କହିଲେ କବି ଗାଳି କରୁନି ସେ ଜାଣିନି ସେ ଟେଲରିଂ ରେ ଜଏନ୍ ହେଇଯାଇଛି ସବୁ କଥା ତାଙ୍କୁ କହିଲି ତାପରେ ସେ ମତେ କହିଲେ ଇନଚାର୍ଜ କହିଲେ ବହୁତ ମୁଁ ସବୁ ଦୁଃଖ କଥା କହିଲି ଏଇଭଳିଆ ସବୁ କଥା ଆଉ କହିସାରିକି ତାପରେ ସେ ମତେ କହିଲେ ତୁ ମନ ଦୁଃଖ କରନା ତୁ ଆସ୍ତେ ଆସ୍ତେ କାମ କର ତାପରେ ମତେ କହିଲେ ତୁ ଡରନି ଆଉ ତୁ ଆସ୍ତେ ଆସ୍ତେ କାମ କର ତତେ କେହି କିଛି ବି କହିବେନି ତୁ ଯେତିକି ପିସ୍ ଦବା କଥା ଦେ କିନ୍ତୁ ଘଣ୍ଟାକୁ ପ୍ରଡକ୍ସନ ନଉଥିଲେ 100 ପିସ୍ ମୁଁ ତାହା ବି ମାରିପାରିବି ସେ ମତେ କିନ୍ତୁ ବହୁତ ସପୋର୍ଟ କରିଛନ୍ତି ସେ ଇନଚାର୍ଜ ମୋ ଦୁଃଖ କଥା ସବୁ କହିସାରିଲାକୁ ସେ ମତେ ବହୁତ ହେଲ୍ପ କରିଛନ୍ତି ମୁଁ ତାପରେ ପିସ୍ ମାରିଲେ ଆଉ ମତେ ବହୁତ ଭଲ ଲାଗିଲା କାହିଁକିନା ଯାହା ଓଡିଆ ଇନଚାର୍ଜ ଜଣେ ମତେ ଏତେ ସପୋର୍ଟ କରିଛନ୍ତି ମତେ ଖୁସି ଲାଗିଲା ତାପରେ ଆସ୍ତେ ଆସ୍ତେ ମାରି ତାପରେ ଟିକେ ସ୍ପିଡି ହେଇଗଲା ମୋର ମାରି ତାପରେ ମୁଁ ପିସ୍ ମାରିକି ଦେଇଦେଲି ତାପରେ କିଛି ଦିନ ଗଲା ମାସେ 2 ମାସ ସାରି ସେ କମ୍ପାନୀରେ କାମ କରିଛି କାମ କରିକି ତାପରେ ଯୋଉଠି ଆମେ ରହୁଥିଲୁ ଯୋଉ ସାଙ୍ଗସାଥି ମାନେ ସେଠି କଣ ହେଲା ନା ସେମାନେ ସବୁ ଗାଁକୁ ପଳେଇ ଆସିଲେ ସାଙ୍ଗ ଝିଅ ମାନେ ମୁଁ ତ ନୂଆ ଯାଇଥିଲି ଆଉ ମୁଁ କୁଆଡେ ଯିବି ତାପରେ ବେଙ୍ଗଲୋର ଛାଡିକି ଆସିବା ପାଇଁ ପଡିଲା ମତେ ତାମିଲନାଡୁରେ ବର୍ତ୍ତମାନ ପାଇଁ ମୁଁ ଅଛି ଆଉ ଏଠି ମୁଁ କି କାମ କରୁଛି ଏଇଆ ହଉଛି ମୁଁ ଏଠି କମ୍ପାନୀ ସିଫ୍ଟରେ ଲାଗିଛି ଆଉ ଏଠି ତ କମ୍ପାନୀ ସିଫ୍ଟରେ ଆପଣ ମାନେ ଜାଣିଥିବେ ସୁପରଭାଇଜର ଯୋଉ କାମ ଦେବେ ଆମକୁ ସେଇ କାମ କରିବା ପାଇଁ ପଡିବ ଆଜି କହିବେ ଏ କାମଟା କର କାଲି କହିବେ ସେଇ କାମଟା କର କରିବା ପାଇଁ ଆମକୁ ପଡିବ ସେଥିଲାଗି କମ୍ପାନୀ ସିଫ୍ଟରେ ଲାଗିଛି ତାପରେ ଏଠି ତ ଜଏନିଂ ହେଲି ଏଠି କିନ୍ତୁ କେବଳ ପିସ୍ ରେଟ୍ ବାଲାଙ୍କୁ ହିଁ ଟେଲର ଆଉ କମ୍ପାନୀ ସିଫ୍ଟ ବାଲାଙ୍କୁ ହିଁ ମୁଁ ଭାବିଲି ଯଦି ମୁଁ ପିସ୍ ରେଟ୍ ରେ କରିବି ମୁଁ କେତେ ପଇସା ଇନକମ୍ କରିବି କାହିଁକିନା ମୋର ଏଠି ସ୍ପିଡି ନୁହଁ ମେସିନ୍ ଚାଲିବ ମୁଁ ତ ଧୀରେ ଧୀରେ କରୁଛି ଯଦି ପିସ୍ ରେଟ୍ ଯଦି ସ୍ପିଡି ମାରିବୁ ତାହେଲେ ପଇସା 2 ପଇସା ଇନକମ୍ କରିପାରିବୁ କମ୍ପାନୀ ସିଫ୍ଟ କର ଯଦି ନ ପିସ୍ ମାରି ପାରିଲେ ବି ଆଉ ଯୋଉ ଯେତିକି ପଇସା ପାଇବା କଥା ସେତିକି ପାଇବୁ ସେଥିଲାଗି ମୁଁ କମ୍ପାନୀ ସିଫ୍ଟରେ ଜଏନିଂ ସେଠି ଟେଲରିଂ ନାହିଁ ସେଠି କେବଳ ପିସ୍ ରେଟ୍ ବାଲାକୁ ଯେହେତୁ କମ୍ପାନୀ ସିଫ୍ଟରେ କାମ କରୁଛି ସୁପରଭାଇଜର ମାନେ ଆମକୁ ଯୋଉ କାମ ଦେବେ ଆମେ ସେଇ କାମ କେତେ ବର୍ଷ ଏଣେ ତେଣେ ଏଠିକି ଯା ସେଠିକି ଯା କାମ ବରାଦ କର ସେଇୟା କରେ ତାପରେ ଏଇ ବର୍ଷ କତରୁ ଏଇ ବର୍ଷ ମୁଁ ଯୋଉ ରହିଛି ହେଇଗଲାଣି 7-8 ମାସ ମୁଁ କିନ୍ତୁ ଆଉ କିଛି କାମ କରୁନି ଏବେ ମତେ ଖାଲି ସୁପରଭାଇଜର କହିଛି ତୁ ଖାଲି ପିସ୍ କାଉଣ୍ଟିଂ କରିବୁ ଆଉ ଡିସି ପକେଇବୁ ଆଉ ଡିସି ପକେଇ ସାରିକି ପିସ୍ କି ତୁ ଖାଲି ଆଇନିଂ କି ନେଇକି ଯିବୁ ସେଠି ପିସ୍ ଦେଇକି ଆସିବୁ ଆଉ ଦେଖିବୁ କୋଉ ଲୋକ କାମ କରୁଛନ୍ତି ନ କରୁଛନ୍ତି ସୁପରଭାଇଜର ସେଠି ସବୁବେଳେ ରହୁନାହାନ୍ତି ଆଉ ତୁ ଦେଖିବୁ ଆଉ ତାଙ୍କ ପାଖରୁ ମାନେ ପିସ୍ କାଉଣ୍ଟିଂ କରିକି ଆଣିବୁ ଆଣିକି ତୁ ନିଜେ ଡିସି ପକେଇବୁ ଏଇ ସବୁ କାମ ମୁଁ କରୁଛି ଆଉ ଏବେ ତ 2 ବର୍ଷ ଏଇ କାମ ହିଁ ଏଇଠି କରୁଛି ଏଇ ତାମିଲନାଡୁରେ ଆଉ ଆପଣ ମାନେ ପଚାରୁଥିଲେ ନା ମୁଁ କି କାମ କରେ ଏଇ କାମ କରେ ଆଉ ବି ଅଳ୍ପ ଦିନ ରହିଲା ମୁଁ ଗାଁକୁ ଯିବି ଆଉ ମୁଁ ଗାଁ ଗଲେ ଆଉ ଆସିପାରିବି କି ନ ଆସିପାରିବି ମୁଁ ଜାଣିନି ଘରକୁ ଗଲେ ବି ମୋ ବାପା ତାଙ୍କର ଗାଳି କରିବେ କି ମାରିବେ କେଜାଣି ତାହା ବି ମୁଁ ଜାଣିନି ଆଉ ଯଦି ବି ମୁଁ ଆସେ ନିହାତି ଏଇ କମ୍ପାନୀ କି ଆସିବି କାହିଁକିନା ଏଇ କମ୍ପାନୀରେ ବହୁତ ଭଲ କାମଟେ ମତେ ମିଳିଛି ଯେହେତୁ ବହୁତ କଷ୍ଟ କରି ଆଜି ମୁଁ ଗୋଟେ ଭଲ କାମ ପାଇଛି ଯଦି ବି ଆସେ ମୁଁ ଏଇ କାମ ହିଁ କରିବି ଏଇ କମ୍ପାନୀ କି ଆସିବି ଆଉ ଆସିଲେ ତ ନିହାତି ଆପଣ ମାନେ ଜାଣିବେ ମୁଁ ଯଦି ଆସିବି ଆଉ ତ କମ ଦିନ ରହିଲା ମୁଁ ଘରକୁ ଯାଉଛି ବହୁତ ଖୁସି ଅଛି ଘରକୁ ଯାଉଛି ଆଉ ଗୋଟେ ଖୁସି ହେଲା ଆପଣ ମାନେ ଯାହା ହଉ ମତେ ଏତେ ସାରା ଭଲ ପାଇବା ଦଉଛନ୍ତି ସପୋର୍ଟ କରୁଛନ୍ତି ମୁଁ ବହୁତ ଖୁସି ହଉଛି ଆଉ ଆପଣ ମାନେ ତ ଜାଣିଥିବେ ମତେ ଟାଇମ ମିଳୁନି ଭିଡିଓ କରିବା ପାଇଁ ଆଉ ଖାଲି ରବିବାର ଟାଇମ ମିଳେ
ଆଉ ଏମିତି କିଛି ଟାଇମ୍ କାଢିକି ମୁଁ ଭିଡିଓ କରୁଛି। ଆପଣମାନେ ମୋ ଭିଡିଓ ନିଶ୍ଚିତ ଦେଖିବେ ଆଉ ମତେ ବହୁତ ସପୋର୍ଟ କରିବେ, ବହୁତ ସାରା ଭଲ ପାଇବା ଦେବେ। ଆଶା କରୁଛି ଆପଣମାନେ ନିହାତି ମତେ ଭଲ ପାଇବା ଦେବେ ଆଉ ବହୁତ ସାରା ସପୋର୍ଟ କରିବେ। ଆଉ ସାଙ୍ଗମାନେ ମୋର ତ ଏବେ ଟାଇମ୍ ହେଇଗଲାଣି, ମତେ ଫ୍ରି ଟାଇମ୍ ଦେଇଥିଲେ ଆଉ ମୁଁ ଏବେ ରହୁଛି। ମୁଁ ଆପଣମାନଙ୍କ ପାଖକୁ ନେଇ ଆସିବି ଆଉ ଏଇଭଳି ଆପଣମାନଙ୍କ ପାଖରେ ମୋ କଥା ସେୟାର କରିବି। ସାଙ୍ଗମାନେ ମୁଁ ଏବେ ରହୁଛି କାହିଁକି ନା ମତେ ଟିକେ ଟାଇମ୍ ଦେଇଥିଲେ 15 ମିନିଟ୍, ମୁଁ ସେ ଟାଇମ୍ କାଢିକି ଆପଣମାନଙ୍କ ସହ ମୋ କଥା ସେୟାର କରୁଛି। ଆଉ ମତେ ତ ଟାଇମ୍ ମିଳୁନି ଭିଡିଓ କରିବା ପାଇଁ, ଆଉ ଏବେ ତ ମୋର ଟାଇମ୍ ହେଇଯାଇଛି ଯେହେତୁ ମୁଁ କାମ କରିବା ପାଇଁ ମତେ ପଡିବ। ମୁଁ କମ୍ପାନୀରେ ଅଛି ଆଉ କାମ ଯଦି ନ କରିବି ମତେ ଗାଳି ଶୁଣିବା ପାଇଁ ପଡିବ। ମୁଁ ସାଙ୍ଗମାନେ ରହୁଛି, ପ୍ଲିଜ ସାଙ୍ଗମାନେ ମତେ ସପୋର୍ଟ କରନ୍ତୁ, ବହୁତ ସାରା ଭଲ ପାଇବା ଦିଅନ୍ତୁ। ମୁଁ ଆଶା କରୁଛି ଆପଣମାନେ ନିହାତି ମତେ ସପୋର୍ଟ କରିବେ, ବହୁତ ସାରା ଭଲ ପାଇବା ଦେବେ ଆଉ କେବେ ନାଇଁ ସାନ ଭଉଣୀକୁ ଭୁଲିବେନି। ନିହାତି ଆପଣ ଭିଡିଓ ଟିକେ ଦେଖିବେ। ସାଙ୍ଗମାନେ ମୁଁ ଏବେ ରହୁଛି, ନମସ୍କାର, ଜୟ ଜଗନ୍ନାଥ।